ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଗୁଣ୍ଠପଡ଼ା ଆର୍ଆଇ ସର୍କିଲ ମଙ୍ଗଳପୁର ଗ୍ରାମରେ ଜବରଦଖଲ ଉଚ୍ଛେଦ ଜାରି। ସରକାରୀ ଜାଗାରେ ବେଆଇନ ଭାବେ ବହୁ ବର୍ଷ ଧରି ଗଢ଼ି ଉଠିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ପୂର୍ବ ତହସିଲ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ଆଜି ତହସିଲଦାର ଓ ପୋଲିସ ଉପସ୍ଥିତିରେ ଘରଗୁଡ଼ିକ ଭଙ୍ଗାଯାଉଛି। ଘରଗୁଡ଼ିକ ଭାଙ୍ଗିବା ବେଳେ ଗାଁ ମଝିରେ ଥିବା ବେଆଇନ ମଦ ଦୋକାନକୁ ଭାଙ୍ଗିବା ପାଇଁ ମଧ୍ୟ ଦାବି ହେଉଛି। ଦାବି ପରେ ପୋଲିସ ଓ ତହସିଲଦାର ମଦ ଦୋକାନ ଭିତରକୁ ଯାଇ ତଲାସି କରିଛନ୍ତି। ମଦ ଦୋକାନ ଜଣକ ମଦ ବିକ୍ରି କରୁଥିବା ନେଇ ମଧ୍ୟ ପୋଲିସ ଆଗରେ ମାନିଛନ୍ତି। ଏମିତିକି ସରକାରୀ ଜାଗାରେ ଘର କରି ମଦ ବିକ୍ରି କରୁଥିବା ବେଳେ ତାଙ୍କୁ ଘରପଟ୍ଟା କେଉଁ ଆଧାରରେ ଦିଆଯାଇଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୂର୍ବରୁ ଏହି ଘରବାଡ଼ି ଉଚ୍ଛେଦ କେନ୍ଦ୍ର କରି ମା ଓ ଦୁଇ ପୁଅକୁ ଠେଙ୍ଗାରେ ଆକ୍ରମଣ ହୋଇଥିଲା। ପୂର୍ବରୁ 16 ଜଣଙ୍କୁ ଘର ଭାଙ୍ଗିବା ପାଇଁ ନୋଟିସ୍ ହୋଇଥିବା ବେଳେ 9 ଜଣଙ୍କ ଘର ଭଙ୍ଗାଯାଇଥିଲା। ବାକି ଘର କାହିଁକି ଭଙ୍ଗାଯାଉନି ବୋଲି ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ସୂଚନାଯୋଗ୍ୟ କି ବାକି 7 ଜଣଙ୍କର ପୂର୍ବରୁ ଘରବାଡ଼ି ପଟ୍ଟା ଥିବାରୁ ଏହି କାରଣରୁ ପ୍ରଶାସନ ଉକ୍ତ ଘରଗୁଡ଼ିକୁ ନ ଭାଙ୍ଗି ଜବରଦଖଲ ଥିବା ଅନ୍ୟ ଗୃହଗୁଡ଼ିକ ଭାଙ୍ଗିଛି। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।